ଶୁଣ ରାଜୁ, ଆଜି ମତେ ଭଲ ଲାଗୁନି। ମୁଁ ଆଜି କାମକୁ ଯାଇପାରିବିନି। ଘରେ ଆଉ ସଉଦା ବି ନାହିଁ। ମୁଁ ସବୁଦିନ କାମରୁ ଫେରିଲା ବେଳେ ସଉଦା ଆଣେ। ତୁମେ ଆଉ କେତେ ଦିନ ଘରେ ବସିବ କହିଲ? ଆଜି ଦିନଟା ତୁମେ କାମକୁ ଯାଅ, ନହେଲେ ଆମ ଛୋଟ ଝିଅଟି ଉପାସରେ ରହିବ। ନା ନା, ମୁଁ କାମକୁ ଯାଇପାରିବିନି। ମୁଁ ମିଟୁ ସହ ବାଜିରେ 5,000 ଟଙ୍କା ହାରି ଯାଇଛି। ମତେ ଏବେ ହିଁ ଟଙ୍କା ଦେ, ନହେଲେ ମୁଁ ପିଟି ପିଟି ତତେ ଘରୁ ବାହାର କରିଦେବି। ତୁମେ ଏସବୁ କଣ କହୁଛ? ଏବେ ମୁଁ ଏତେ ଗୁଡେ ଟଙ୍କା କୋଉଠୁ ଆଣିବି? ତୁମେ କଣ କେବେ ଭଲ ହେବନି? ନିଜ କଥା ନହେଲେ ନାଇଁ, ନିଜ ଛୁଆଟି କଥା ତ ଚିନ୍ତା କର। କଣ ହେଲା, ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ଏବେ ତ କଥା କହିବା ଛଡଉଛି। ଏମିତି କହି ରାଜୁ ରିନୁକୁ ଅନେକ ପିଟିଲା। ରିନୁ କାନ୍ଦୁଥିଲା। କିଛି ସମୟ ପରେ ରାତି ହେଇଗଲା। ରିନୁ ଆଉ ତାର ଝିଅ ଶୋଇଥିଲେ। ସେତେବେଳେ ରାଜୁ ତା ସ୍ତ୍ରୀର ସୁନା ହାର ଚୋରି କରି ନେଇ ମିଟୁକୁ ଦେଲା। ମା ମା, ଭୋକରେ ମୁଁ ଜମା ବି ଶୋଇପାରୁନି। ମତେ ଶୀଘ୍ର କିଛି ଖାଇବାକୁ ଦିଅ, ନହେଲେ ମୁଁ ଭୋକରେ ମରିଯିବି। ମାରେ, ଜମା କାନ୍ଦିନି। ମୋ ପାଖରେ ଗୋଟେ ସୁନାହାର ଅଛି। ମୁଁ ସେ ସୁନାହାର ବିକି ଏବେ ତୋ ପାଇଁ ଖାଇବା ଆଣି ଦଉଛି। ତାପରେ ଚଢ଼େଇ ତା ଆଲମିରା ଖୋଲି ନିଜ ସୁନାହାର ଖୋଜିଲା, ହେଲେ ପାଇଲାନି। ମୁଁ ଏଇ ଆଲମିରାରେ ମୋ ମା ଦେଇଥିବା ସୁନାହାର ରଖିଥିଲି। ଏତେ ଖୋଜିଲା ପରେ ବି ମୁଁ ପାଉନି କଣ ପାଇଁ? ତା ମାନେ ରାଜୁ ହିଁ ମୋ ସୁନାହାର ଚୋରି କରି ନେଇ ଯାଇଛନ୍ତି। ଭାବିଥିଲି ସକାଳେ ମୁଁ ସୁନାହାର ବିକ୍ରି କରି କିଛି ଖାଇବା ଆଉ ମୋ ପାଇଁ ଔଷଧ ଆଣିଥାନ୍ତି। ମାରେ, ତୋ ବାପା ଆଉ କେବେ ବଦଳିବେନି। ଆମେ ଏଠି ଆଉ ରହିବାନି। ଆଜି ହିଁ ମୋ ମା ପାଖକୁ ଚାଲିଯିବା। ଚଢ଼େଇ ସେଇ ରାତିରେ ହିଁ ନିଜ ଝିଅକୁ ଧରି ତା ମା ପାଖକୁ ଚାଲିଗଲା। ଆଉ ତାର ମାକୁ ସବୁ ଘଟଣା କହିଲା। ଏତେ ରାସ୍ତା ଆସିବା ଯୋଗୁଁ ସେ ପୁଣି ଅସୁସ୍ଥ ହେଇଗଲା। ଏମିତି ଦେଖି ତାର ମା ଔଷଧ ଆଣି ତାକୁ ଦେଲା। ଔଷଧ ଖାଇଲା ପରେ ରିନୁ ସୁସ୍ଥ ହେଲା। ମା, ମୁଁ ଏବେ ସୁସ୍ଥ। ମୁଁ ଆଉ କେବେ ମୋ ସ୍ୱାମୀଙ୍କ ପାଖକୁ ଫେରିବିନି କି ଏଠି ରହି ତୁମ ଉପରେ ବୋଝ ହେଇ ପାରିବିନି। ମୁଁ ଏବେ କାମକୁ ଯିବି। ଆରେ ମା, ଝିଅ କଣ କେବେ ମା ଉପରେ ବୋଝ ହେଇଥାଏ? ତୁ ଏବେ ପୁରାପୁରି ସୁସ୍ଥ ହେଇନୁ। ଆଉ କିଛି ଦିନ ଆରାମ କର, ତାପରେ କାମକୁ ଯିବୁ। ନାଇଁ ମା, ଘରେ ରହିଲେ ମୋ ମନ ଭଲ ଲାଗିବନି। ତୁମେ କୁନିକୁ ଦେଖୁଥାଅ, ମୁଁ କାମରୁ ଶୀଘ୍ର ଫେରିବାକୁ ଚେଷ୍ଟା କରିବି। ଏମିତି କହି ମା ଚଢ଼େଇ କାମକୁ ଚାଲିଗଲା। କିଛି ସମୟ ପରେ, ଆଇ, ମୁଁ କିଛି ସମୟ ପାଇଁ ବାହାରକୁ ଯାଉଛି, ଶୀଘ୍ର ଘରକୁ ଫେରି ଆସିବି। ଆରେ କୁନି, ତୋ ମା ପରା ଏବେ କହିକି ଗଲା ତତେ ଏକୁଟିଆ ବାହାରକୁ ନ ଛାଡିବା ପାଇଁ। ତୁ ଯଦି ଦୂରକୁ ଚାଲିଯିବୁ, ମୁଁ ତତେ କେମିତି ଖୋଜିବି କହିଲୁ? ଚିନ୍ତା କରନି ଆଇ, ମୋର କିଛି ବି ହେବନି। ମୁଁ ଏଠାକାର ପିଲାମାନଙ୍କୁ ଜାଣିଛି। ମୁଁ ଯେବେ ବି ତୁମ ଘରକୁ ଆସେ ତାଙ୍କ ସହ ଖେଳେ। ଖେଳିବା ନହେଲେ ନାହିଁ, ମୁଁ ମୋ ସାଙ୍ଗମାନଙ୍କ ସହ ଥରେ ଦେଖା କରି ଆସେ। କୁନିର ଏପରି କଥା ଶୁଣି ତାର ଆଇ ତାକୁ ଆଉ କିଛି ବି କହିଲାନି। କୁନି ତାର ସାଙ୍ଗମାନଙ୍କ ପାଖକୁ ଗଲା। ସେ ତା ସାଙ୍ଗମାନଙ୍କ ସହ ଦେଖା କରି ଘରକୁ ଫେରୁଥିଲା। ସେତେବେଳେ ତାର ନଜର ଗୋଟେ ବେଙ୍ଗ ଉପରେ ପଡ଼ିଲା। ସେ ବେଙ୍ଗକୁ ଗୋଟେ ସାପ ଖାଇବା ପାଇଁ ଚେଷ୍ଟା କରୁଥିଲା। ଏମିତି ଦେଖି କୁନି ସେ ସାପ ଉପରକୁ ଟେକା ଫିଙ୍ଗିଲା ଆଉ ତାକୁ ମାରିଦେଲା। ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜିଠୁ ତୁମେ ମୋ ସାଙ୍ଗ। ତୁମେ ମୋ ଜୀବନ ବଞ୍ଚେଇଛ। କୁହ, ତୁମକୁ କଣ ଦରକାର? ତୁମେ ଯାହା କହିବ ମୁଁ ତୁମକୁ ସବୁ ଦେବି। ନା ନା ସାଙ୍ଗ, ମତେ କିଛି ବି ଦରକାର ନାହିଁ। ମା ମତେ ସବୁବେଳେ କୁହନ୍ତି କେହି ବିପଦରେ ପଡ଼ିଲେ ତାକୁ ସାହାଯ୍ୟ କରିବା ପାଇଁ। ତା ବଦଳରେ ତାକୁ କିଛି ମାଗିବା ଠିକ ନୁହଁ। ଚଢ଼େଇ ଛୁଆ ଯେମିତି ଏକଥା କହିଲା, ବେଙ୍ଗଟି ଗୋଟେ ସୁନ୍ଦର ପରୀରେ ବଦଳିଗଲା। ଆଉ ତା ପାଖକୁ ପରୀ ମା ବି ଆସିଲା। ଚଢ଼େଇ ଛୁଆ, ତତେ ବହୁତ ବହୁତ ଧନ୍ୟବାଦ। ଆଜି ତୋ ପାଇଁ ମୋ ଛୋଟ ଝିଅ ତା ଅଭିଶାପରୁ ମୁକ୍ତ ହେଇପାରିଲା। ମାନେ, ତୁମେ କଣ କହୁଛ? ମୁଁ କିଛି ବୁଝିପାରୁନି। ମୁଁ ବହୁତ ଅହଙ୍କାରୀ ପରିଥିଲି। ମୁଁ କାହାକୁ ବି ସମ୍ମାନ କରୁନଥିଲି, ଯୋଉଥିପାଇଁ ଜଣେ ସାଧୁ ବାବା ମତେ ଅଭିଶାପ ଦେଇଥିଲେ। ତାଙ୍କ ଅଭିଶାପ ଯୋଗୁଁ ମୋ ଝିଅ ବେଙ୍ଗ ପାଲଟିଗଲା। ସେ କହିଥିଲେ ଯିଏ ବି ନିଃସ୍ୱାର୍ଥପର ଭାବେ ମୋ ଝିଅକୁ ସାହାଯ୍ୟ କରିବ, ମୋ ଝିଅ ଏ ଅଭିଶାପରୁ ମୁକ୍ତ ହେବ। ଏଇ ଜଙ୍ଗଲରେ ମୋ ଝିଅ ଅନେକ ଦିନରୁ ରହିଲାଣି। ଏତେ ଦିନ ପରେ ଯାଇ ତୁ ଆଜି ତାକୁ ତା ଅଭିଶାପରୁ ମୁକ୍ତ କଲୁ। ଓ ଆଚ୍ଛା, ତାହେଲେ ତ ବହୁତ ଭଲ ହେଲା ପରୀ। ମୁଁ ଏବେ ଘରକୁ ଯାଏ। ଶୀଘ୍ର ଯଦି ଘରକୁ ନ ଫେରିବି, ମୋ ମା ମୋ ପାଇଁ ବ୍ୟସ୍ତ ହେବେ। ଆରେ ଚଢ଼େଇ ଛୁଆ, ଟିକେ ରହ। ତୁ ମୋର ଆଜି ଏତେ ବଡ଼ ଉପକାର କଲୁ।
ମୁଁ ତତେ କିଛି ଉପହାର ଦେବି। ଏଇଟା କଣ ପରି? ଏଇଟା ଗୋଟେ ଓଭେନ୍। ଏ ଓଭେନ୍ ଯାଦୁର। ତୁ ପ୍ରତିଦିନ ଏ ଓଭେନ୍ରୁ ଅନେକ କେକ୍ ପାଇବୁ। ମୁଁ ଜାଣେ ତୋ ମା ଅନେକ କଷ୍ଟ କରି ଘର ଚଳାଉଛି। ଏଇ ଯାଦୁର ଓଭେନ୍ ଦ୍ୱାରା ତୋ ମା କେକ୍ ବିକ୍ରି କରିପାରିବ, ଆଉ ତମମାନଙ୍କର କିଛି ବି ଅସୁବିଧା ରହିବନି। ମୋ ମାଙ୍କୁ ଏତେ ପରିଶ୍ରମ କରିବାର ଦେଖିଲେ ମତେ ବି ଭାରି କଷ୍ଟ ହୁଏ ପରି। ତୁମକୁ ଅନେକ ଅନେକ ଧନ୍ୟବାଦ। ଏବେ ମୋ ମା ଆଉ କଷ୍ଟ ପାଇବେନି। ତାପରେ ଚଢ଼େଇ ଛୁଆ ଯାଦୁର ଓଭେନ୍କୁ ନେଇ ଘରକୁ ଗଲା, ଆଉ ତାର ମାକୁ ସବୁ ଘଟଣା କହିଲା। ସଙ୍ଗେ ସଙ୍ଗେ ଓଭେନ୍ରୁ କିଛି କେକ୍ ବାହାରିଲା। ମା ଛୁଆ ମିଶି କେକ୍ ଖାଇଲେ। ତାଙ୍କୁ ସେ କେକ୍ ଭାରି ଭଲ ଲାଗିଲା। ଆରେ ବା, ଏଇ କେକ୍ ତ ଭାରି ସ୍ୱାଦିଷ୍ଟ। ମାରି, ମୁଁ କାଲିଠୁ କେକ୍ ଧରି ବଜାରକୁ ଯିବି ଆଉ ବିକ୍ରି କରିବି। ତା ଆଗରୁ ଯାଇ ଆମ ପାଖ ପଡୋଶୀ ମାନଙ୍କୁ କିଛି କେକ୍ ଦେଇ ଆସେ। ଏମିତି ଚଢ଼େଇ ତା ପାଖ ପଡୋଶୀ ମାନଙ୍କ ଘରକୁ ଯାଇ ତାଙ୍କୁ କେକ୍ ଦେଲା। ଚଢ଼େଇର ଘର ପାଖରେ କାଉ ରହୁଥିଲା। ଚଢ଼େଇ କାଉକୁ ବି କେକ୍ ଦେଲା। କାଉ ତାକୁ କେକ୍ ବିଷୟରେ ପଚାରିବାରୁ ଚଢ଼େଇ କାଉକୁ ସବୁ ଘଟଣା କହି ଘରକୁ ଗଲା। ଆରେ ଆରେ, ଆମ ଜଙ୍ଗଲରେ ଏମିତି ଗୋଟେ ଯାଦୁର ବେଙ୍ଗ ଥିଲା। ମୁଁ ତ ଏକଥା ଜମା ବି ଜାଣିନଥିଲି। ଆଗରୁ ଯଦି ଜାଣିଥାନ୍ତି, ସେ ବେଙ୍ଗକୁ ସାହାଯ୍ୟ କରି ଏମିତି ଗୋଟେ ଯାଦୁର ଓଭେନ୍ ପାଇଥାନ୍ତି, ଆଉ ସବୁଦିନ କେକ୍ ଖାଇ ପାରିଥାନ୍ତି। ଯାହା ହେବାର ତ ହେଇଗଲା। ଏବେ ବି ଡେରି ହେଇନି। ଆଜି ରାତି ହେଉ, ମୁଁ ଚଢ଼େଇଠୁ ସେ ଯାଦୁର ଓଭେନ୍ ଚୋରି କରି ନେଇ ଆସିବି। ଏମିତି କାଉ ଯୋଜନା ବନେଇଲା। ରାତିରେ କାଉ ଚଢ଼େଇ ଘରୁ ଯାଦୁର ଓଭେନ୍ ଚୋରି କରିବାକୁ ଗଲା। ସେ ଯେମିତି ଯାଦୁର ଓଭେନ୍କୁ ଛୁଇଁଲା, କାଉ ଗୋଟେ କେକ୍ ପାଲଟି ଗଲା। ଏକଥା କେହି ବି ଜାଣିପାରିଲେନି। ପରଦିନ ସକାଳେ କାଉର ସ୍ତ୍ରୀ ଚଢ଼େଇ ଘରକୁ ଗଲା। ଆରେ ଚଢ଼େଇ, ମୋ ସ୍ୱାମୀ ତ ଘରକୁ ଆସିଛନ୍ତି କି? ସକାଳୁ ମୁଁ ତାଙ୍କୁ କେତେ ଖୋଜୁଛି, ହେଲେ ପାଉନି। ନା ନା କାଉ ଭଉଣୀ, କାଉ ଭାଇ ତ ଏଠାକୁ ଆସିନାହାନ୍ତି। ସେ ଯୁଆଡେ ଯାଇଛନ୍ତି ଯାଇଥାନ୍ତୁ, ଭୋକ ଲାଗିଲେ ଆପେ ହିଁ ଘରକୁ ଫେରିବେ। ଆରେ ଚଢ଼େଇ, ମତେ ଆଜି କେକ୍ ଖାଇବାକୁ ଭାରି ଇଚ୍ଛା ହଉଛି। ମତେ ଗୋଟେ କେକ୍ ଦେଲୁ। ଚଢ଼େଇ କେକ୍ ଆଣିବା ପାଇଁ ଯାଦୁର ଓଭେନ୍ ପାଖକୁ ଗଲା। ସେତେବେଳେ ସେ ଦେଖିଲା ଓଭେନ୍ ପାଖରେ ଗୋଟେ କେକ୍ ଅଛି। ଆରେ, ମୁଁ ତ ଏଯାଏଁ ଯାଦୁର ଓଭେନ୍କୁ କେକ୍ ମାଗିନି। ତାହେଲେ କେକ୍ କେମିତି ଏଠାକୁ ଆସିଲା? ନିଶ୍ଚୟ କୁନି ମାଗିଥିବ। ଯାଏ କାଉ ଭଉଣୀକୁ ଏ କେକ୍ ଦେଇଦିଏ। ତାପରେ ଚଢ଼େଇ କାଉର ସ୍ତ୍ରୀକୁ ସେଇ କେକ୍ ଆଣିକି ଦେଲା। କାଉ ସ୍ତ୍ରୀ ସେ କେକ୍ ନେଇ ଘରକୁ ଗଲା। ବାଃ, ଏଇ କେକ୍ ଟା କେତେ ସୁନ୍ଦର ଦେଖାଯାଉଛି। ମତେ ତ ଏବେ ହିଁ କେକ୍ ଖାଇବାକୁ ଇଚ୍ଛା ହଉଛି। ଆଉ ଡେରି କରିନି, ଶୀଘ୍ର ଶୀଘ୍ର ଏ କେକ୍ କୁ ଖାଇଦିଏ। ଆରେ ରହିଯା, ମତେ ଖାନି। ମୁଁ ତ ସ୍ୱାମୀ ଏ କେକ୍ ଭିତରେ ଅଛି, ମତେ ଟିକେ ଦେଖେ। କାଉ ଯେତେ ଚିତ୍କାର କଲେ ବି ତା ସ୍ତ୍ରୀ ତାର କିଛି କଥା ଶୁଣି ପାରିଲାନି, ଆଉ ସେ କେକ୍ କୁ ଖାଇଦେଲା। ଏଇ ଜଙ୍ଗଲରେ ଅନେକ ଗରିବ ଚଢ଼େଇ ଅଛନ୍ତି। ଆଜିଠୁ ମୁଁ ଏଇ ଜଙ୍ଗଲରେ ରହିବି, ଆଉ ମୋ ଯାଦୁର ସୁନା ଘର ଦ୍ୱାରା ସବୁ ଚଢ଼େଇଙ୍କୁ ସାହାଯ୍ୟ କରିବି। ଏମିତି କହି ସେ ଯାଦୁଘର ଚଢ଼େଇ ତା ଯାଦୁ ଶକ୍ତିରେ ଗଛ ଡାଳରେ ଏକ ସୁନା ଘର ତିଆରି କଲା। ଏଇ ତ ମୋ ଯାଦୁର ସୁନା ଘର ପ୍ରକଟ ହେଇଗଲା। ଏବେ କେବଳ ପୂର୍ଣ୍ଣିମା ରାତିକୁ ଅପେକ୍ଷା। ପୂର୍ଣ୍ଣିମା ରାତି ହେଲେ ମୋ ଯାଦୁର ସୁନା ଘର ଶକ୍ତି ପାଇବ। ତାକୁ ଯିଏ ଯାହା ମାଗିବ ସେ ତାଙ୍କୁ ସବୁ ଦେବ। ପୂର୍ଣ୍ଣିମା ରାତି ହେବାକୁ ଆହୁରି 2 ଦିନ ବାକି ଅଛି। ସେ ଭିତରେ ମୁଁ ଯାଏ ପାଖ ଜଙ୍ଗଲରୁ କିଛି ଔଷଧୀୟ ଗଛ ନେଇ ଆସେ। ତାପରେ ଯାଦୁଘର ଚଢ଼େଇ ପାଖ ଜଙ୍ଗଲକୁ ଗଲା, ହେଲେ ସେ ଆଉ ଫେରିଲାନି। 2 ଦିନ ବିତିଗଲା। ପୂର୍ଣ୍ଣିମା ରାତି ହେବା ପରେ ସୁନା ଘର ଯାଦୁ ଶକ୍ତି ପାଇଲା, ଆଉ ସେ କଥା କହିଲା, ଆଜି ମୁଁ ମୋ ଯାଦୁ ଶକ୍ତି ପାଇଲି। ଏବେ ମୁଁ ମୋ ମାଲିକଙ୍କ ଇଚ୍ଛା ପୂରା କରିପାରିବି। କିନ୍ତୁ ମୁଁ ଏଠି ଏକା କାହିଁକି? ମୁଁ କାହାର ଘର? ମୋ ମାଲିକ କୋଉଠି ଅଛନ୍ତି? ଏମିତି ସୁନା ଘର ନିଜ ମାଲିକକୁ ଖୋଜୁଥିଲା। ସେହି ସମୟରେ ସେ ରାସ୍ତା ଦେଇ ଗୋଟେ କାଉ ଯାଉଥିଲା। ସେ ସୁନା ଘରର ସବୁ କଥା ଶୁଣି ଅଟକି ଗଲା। ଏ କଣ? ଘର କେବେଠୁ କଥା କହିଲାଣି? ନିଶ୍ଚୟ ଏ ଘର ଯାଦୁର ହେଇଥିବ। ମୁଁ ଯଦି କୌଣସି ମତେ ଯାଦୁର ଘରକୁ ନେଇ ପାରନ୍ତି, ମତେ ଆଉ କାମ କରିବାକୁ ପଡ଼ନ୍ତାନି। ମୁଁ ସବୁ କିଛି ଏ ଯାଦୁର ଘରୁ ପାଇଯାନ୍ତି। ଏବେ ମୁଁ ଏ ଘର ପାଖକୁ ଯାଏ, ଆଉ ତାର ମାଲିକ କହି ପରିଚୟ ଦିଏ। ଆରେ ଘର, ତୁ କାହାକୁ ଖୋଜୁଛୁ? ମୁଁ ତୋର ମାଲିକ। ତୁ ଆଉ ଚିନ୍ତା କରନି, ମୁଁ ଆସିଗଲି। ଓ, ମୁଁ
ତାହେଲେ ଆପଣଙ୍କ ଘର? ମୋର କେହି ମାଲିକ ନାହାନ୍ତି ଭାବି ମୁଁ ଅନେକ ଡରି ଯାଇଥିଲି। ଭଲ ହେଲା ଆପଣ ଏଠାକୁ ଚାଲି ଆସିଲେ। ଆଉ ଡରିବାର କିଛି ନାହିଁ, ମୁଁ ଆସି ଯାଇଛି। ମତେ ଭାରି ଭୋକ ଲାଗିଲାଣି। ଯା ମୋ ପାଇଁ ଭଲ ଭଲ ଖାଇବା ଆଣେ, ମତେ ବହୁତ ଭୋକ ଲାଗୁଛି। ଠିକ ଅଛି, ଆପଣ ଘର ଭିତରେ ବସନ୍ତୁ, ମୁଁ ଏବେ ହିଁ ଖାଇବା ଆଣୁଛି। ତାପରେ କାଉ ସୁନା ଘର ଭିତରକୁ ଗଲା। ଯାଦୁର ସୁନା ଘର ତାକୁ ବହୁତ ଭଲ ଭଲ ଖାଇବା ଦେଲା। ବାଃ ବାଃ ବାଃ, ଏବେ ଯାଦୁର ସୁନା ଘରଟି ମୋର। ଆଉ ମତେ କାମ କରିବାକୁ ପଡ଼ିବନି। ଏବେ ସାରା ଜୀବନ ମୁଁ ବସି ବସି ଖାଇବି। ଏମିତି କାଉ ସେ ଖାଇବା ଖାଇସାରି ଶୋଇ ପଡ଼ିଲା। ପରଦିନ ସକାଳେ ସେ ଦୁଷ୍ଟ ଉପାୟ ଚିନ୍ତା କଲା। ମୋ ପାଖରେ ଯାଦୁର ସୁନା ଘର ଅଛି ମାନେ ଏବେ ମୁଁ ସମସ୍ତଙ୍କଠୁ ଶକ୍ତିଶାଳୀ। ଅନ୍ୟ ଚଢ଼େଇମାନଙ୍କୁ ମୁଁ ଏବେ ଗୋଲାମ କରି ରଖିବି। ଯାଦୁର ସୁନା ଘର ମତେ ଅନେକ ସୁନା ଟଙ୍କା ଦେ। ଠିକ ଅଛି, ଏଇ ନିଅନ୍ତୁ। ଏ କଣ ଯାଦୁର ସୁନା ଘର? ତୁ ମତେ ଏତେ ଅଳ୍ପ ସୁନା ଟଙ୍କା ଦେଲୁ? ମତେ ଆହୁରି ସୁନା ଟଙ୍କା ଦେ, ନହେଲେ ମୁଁ ତତେ ଏବେ ହିଁ ଭାଙ୍ଗିଦେବି। ନା ନା ମାଲିକ, ମୋ ସହ ଏମିତି କରନ୍ତୁନି। ମୁଁ ଯାଦୁର ଘର ସତ, କିନ୍ତୁ ମୁଁ ଏକାଥରେ ଏତେ ଗୁଡେ ସୁନା ଦେଇପାରିବିନି। କଣ ହେଲା? ତୁ ମତେ ଆଉ ସୁନା ଟଙ୍କା ଦେଇପାରିବୁନି? ସୁନା ଟଙ୍କା ନ ପାଇଲେ ମୁଁ ସବୁ ଚଢ଼େଇଙ୍କ ଜମି କିଣିବି କେମିତି? ଚଢ଼େଇ ମାନଙ୍କର ସବୁ ଜମି ମୁଁ କିଣିଲେ ସିନା ସେମାନେ ମୋର ଗୋଲାମ ହିଁ ରହିବେ, ଆଉ ମୋର ସବୁ କଥା ମାନିବେ। ଆରେ ହଁ, ମୋ ପାଖରେ ଆଉ ଗୋଟେ ଉପାୟ ଅଛି। ସୁନା ଘର, ତୁ ମତେ ଗୋଟେ ଯାଦୁର ଲାଠି ଦେ। ମୁଁ ସେ ଲାଠିକୁ ଯାହା ବି କହିବି ସେ ମୋର ସବୁ କଥା ମାନିବ। ଏବେ ମୁଁ ଦେଖିବି ସେ ଚଢ଼େଇମାନେ କେମିତି ମୋ କଥା ନ ମାନିବେ। କାଉର କଥା ଶୁଣି ସୁନା ଘର ତାକୁ ଯାଦୁର ଲାଠି ଦେଲା। ସେ ଯାଦୁର ଲାଠି ଧରି କାଉ ଜଙ୍ଗଲ ଭିତରକୁ ଗଲା, ଆଉ ଚଢ଼େଇ ମାନଙ୍କୁ କହିଲା, ଏଇ ଚଢ଼େଇ ଦଳ, ଆଜିଠୁ ମୁଁ ତମମାନଙ୍କ ରାଜା। ତମେ ସମସ୍ତେ ମୋ କଥା ମାନିବ। ଯିଏ ନ ମାନିବ ମୁଁ ତାକୁ ଶାସ୍ତି ଦେବି। କାଉ, ତୁ ଏମିତି ଓଲଟା ପାଲଟା କଥା କାହିଁକି କହୁଛୁ? ତୁ ଆମ ସାଙ୍ଗରେ ହିଁ ରହୁ, ଆମେ ତତେ ରାଜା କାହିଁକି କହିବୁ? କାହିଁକି ନା ମୁଁ ଏବେ ତମ ସମସ୍ତଙ୍କରୁ ଧନୀ। ତମେ ସମସ୍ତେ ନିଜ ନିଜ ଜମି ମତେ ଦେଇଦିଅ, ଆଉ ମୋର ଗୋଲାମ ହେଇ ମୋ କଥା ମାନ। ତୁ ଯେତେ ଧନୀ ହେଇଥା କାଉ, ଆମେ ତତେ ଆମ ଜମି ଦେବୁନି। ତୁ ଏଠୁ ଚାଲିଯା, ନହେଲେ ଆମେ ସମସ୍ତେ ପିଟି ପିଟି ତତେ ଏଠୁ ବାହାର କରିଦେବୁ। ହା ହା ହା, ମୁଁ ଏକା ସିନା ତମମାନଙ୍କ ସହ ଲଢ଼େଇ କରି ପାରିବିନି, ହେଲେ ମୋ ଯାଦୁର ଲାଠି ପାରିବ। ଯା ଯାଦୁର ଲାଠି, ଏମାନଙ୍କୁ ଉଚିତ ଶିକ୍ଷା ଦେଇକି ଆ। ଯାଦୁର ଲାଠି ସମସ୍ତଙ୍କୁ ଅନେକ ପିଟିଲା। ଭୟରେ ସମସ୍ତେ ନିଜ ନିଜ ଜମି କାଉକୁ ଦେଇଦେଲେ। ଏମିତି ପ୍ରତିଦିନ ସମସ୍ତେ କାଉର ଖୁବ୍ ସେବା କରୁଥିଲେ। ଏସବୁ ପାଇ ତ କାଉ ଅନେକ ଖୁସି ଥିଲା। ଦିନେ ସେ ସୁନା ଘର ସହ କଥା ହେଉଥିଲା। ଠିକ ସେହି ସମୟରେ ଯାଦୁଗର ଚଢ଼େଇ ସେଠାକୁ ଚାଲି ଆସିଲା। ଏଇ କିଏ ତୁ? ମୁଁ ବନେଇଥିବା ସୁନା ଘର ସହ ତୁ କଣ କଥା ହେଉଛୁ? କିଏ ତୁମେ? ଏମିତି କଣ କହୁଛ? ଏଇ କାଉ ହଉଛନ୍ତି ମୋ ମାଲିକ। ମୁଁ ଯେତେବେଳେ ଶକ୍ତି ପାଇ ଆଖି ଖୋଲିଲି ମୁଁ ତାଙ୍କୁ ହିଁ ପ୍ରଥମ ଦେଖିଲି। ସେ ମୋର ପ୍ରକୃତ ମାଲିକ। ତୁମେ ଏଠାକୁ ଆସି ମିଛ କାହିଁକି କହୁଛ? ମୁଁ ତତେ ମୋ ଯାଦୁ ଶକ୍ତିରେ ବନେଇଛି। ଔଷଧୀୟ ଗଛ ଆଣିବା ପାଇଁ ମୁଁ ପାଖ ଜଙ୍ଗଲକୁ ଯାଇଥିଲି। ଫେରୁ ଫେରୁ ମୋର ଡେରି ହେଇଗଲା ବୋଲି ତୁ ନିଜ ପାଇଁ ନୂଆ ମାଲିକ ବନେଇ ସାରିଲୁଣି। ଏ କିଏ ତୁ? ତୁ କଣ ଏ ସୁନା ଘରର କଥା ଶୁଣି ପାରିଲୁନି? ଏ ଘର କହିଲା ନା ମୁଁ ତାର ମାଲିକ। ତୁ ଏଠୁ ଚାଲିଯା, ଏଇଟା ମୋ ଘର। ଚୁପ୍ କର, ଏ ଘର ମୁଁ ବନେଇଛି। ତୁ ଲୋଭରେ ପଡ଼ି ଘରକୁ ଓଲଟା ପାଲଟା କଥା କହି ତାର ମାଲିକ ପାଲଟି ଯାଇଛୁ। ମୁଁ ମୋ ଯାଦୁ ପକ୍ଷୀମାନଙ୍କ ଉପରେ ପ୍ରୟୋଗ କରିପାରିବିନି, ସେଥିପାଇଁ ତୁ ଏମିତି ମିଛ କଥା କହିପାରୁଛୁ। ନହେଲେ ଏଯାଏଁ ତୁ ମୋ ସାମ୍ନାରେ ଛିଡ଼ା ହେଇପାରିନଥାନ୍ତୁ। ମୁଁ ମିଛ କହୁଛି ନା ତୁ ମିଛ କହୁଛୁ? ତୁ ଯେତେବେଳେ ଜାଣିଲୁ ଏ ଘର ମତେ ଏତେ କିଛି ଦଉଛି, ତୁ ଏ ଘରକୁ କବ୍ଜା କରିବା ପାଇଁ ଚାଲି ଆସିଲୁ। ଚୁପ୍ କର, ତମେ ମାନେ ଚୁପ୍ କର। ଏମିତି ଆଉ ଝଗଡ଼ା କରନି। ତମେ ଦୁଇ ଜଣ ଯେତେବେଳେ ମୋ ମାଲିକ ବୋଲି ଦାବି କରୁଛ, ମୋ ପ୍ରକୃତ ମାଲିକକୁ ଜାଣିବା ପାଇଁ ମୋ ପାଖରେ ଏକ ଉପାୟ ଅଛି। କଣ ଉପାୟ ଅଛି ତୋ ପାଖରେ? ମତେ ଯିଏ ବି ବନେଇଛନ୍ତି ତାଙ୍କ ପାଖରେ ଯାଦୁ ଶକ୍ତି ଥିବ। ଯିଏ ବି ଯାଦୁ ଶକ୍ତିରେ ମୋ ଘରର ରଙ୍ଗ ପରିବର୍ତ୍ତନ କରିପାରିବ, ସେ ହିଁ ମୋର ପ୍ରକୃତ ମାଲିକ। କାଉ ଆଜ୍ଞା, ଆପଣ ମୋ ମାଲିକ କହି ଅନେକ ଦିନରୁ ଦାବି କରୁଛନ୍ତି। ଏବେ ମୋ ଘର ରଙ୍ଗ ପରିବର୍ତ୍ତନ କରି ଏ ଚଢ଼େଇକୁ ଦେଖେଇ ଦିଅନ୍ତୁ।
ଆପଣ ମୋର ପ୍ରକୃତ ମାଲିକ। ସୁନା ଘରର ଏମିତି ପରୀକ୍ଷା କଥା ଶୁଣି କାଉ କ'ଣ କରିବ କିଛି ବୁଝିପାରିଲାନି। ଇଏ ମାନେ ମୁଁ ପ୍ରତ୍ୟେକ ଦିନ ଅନେକ ଯାଦୁବିଦ୍ୟା ଶିଖେ ତ, ସେଥିପାଇଁ ଘରକୁ ରଙ୍ଗ କରିବା କଥା ମୁଁ ଭୁଲି ଯାଇଛି। ମୋ କହିବାର ମାନେ ହେଲା କ'ଣ ମାନେ ହଉଛୁ? ଯିଏ ଯାଦୁ ଶିଖେ ସେ କେବେ ବି ତା ଯାଦୁବିଦ୍ୟା ଭୁଲି ଯାଏନି। ଦେଖେ ଏବେ ମୁଁ କେମିତି ଏ ଘର ରଙ୍ଗ ବଦଳଉଛି। ଏମିତି ସେ ଚଢ଼େଇ ମନ୍ତ୍ର କହି ସୁନା ଘରର ରଙ୍ଗ ପରିବର୍ତ୍ତନ କରିଦେଲା। ଘର ତାର ପ୍ରକୃତ ମାଲିକକୁ ପାଇଗଲା। ଦୁଷ୍ଟ କାଉ, ତୋର ଏତେ ସାହସ! ଏତେ ଦିନ ମିଛ କଥା କହି ମୋ ଘରେ ରହୁଛୁ, ଆଉ ମୋ ପାଖରୁ ସବୁ ଜିନିଷ ବି ନେଉଛୁ। ମତେ କ୍ଷମା କରିଦେ ଯାଦୁର ଘର, ମୋର ଭୁଲ ହେଇଗଲା। ମୁଁ ଲୋଭରେ ପଡ଼ି ମିଛ କହି ଦେଇଥିଲି। ନା, ତୋର କ୍ଷମା ନାହିଁ। ତୁ କେବଳ ମତେ କଷ୍ଟ ଦେଇନୁ, ତୁ ଜଙ୍ଗଲର ସବୁ ଚଢ଼େଇଙ୍କୁ ଅନେକ କଷ୍ଟ ଦେଇଛୁ। ଏବେ ତୁ ଶାସ୍ତି ପାଇବୁ। ମୋ ମାଲିକ ସିନା ତୋ ଉପରେ ଯାଦୁ କରିପାରିବେନି, ହେଲେ ମୁଁ ପାରିବି। ମୁଁ ତତେ ଅଭିଶାପ ଦେଉଛି, ତୁ ଗୋଟେ ଛେଳି ପାଲଟି ଯିବୁ, ଆଉ ସାରା ଜୀବନ ସେ ଛେଳି ବିତେଇବୁ। ସୁନା ଘରର କଥା ସରୁ ସରୁ କାଉ ଛେଳି ପାଲଟି ଗଲା। ମେ କାନ୍ଦି ସେ ଦୌଡ଼ିକି ପଳେଇଲା। ମୁଁ ମୋ ମାଲିକାଣୀକୁ ପାଇ ଆଜି ଅନେକ ଖୁସି। ଆପଣଙ୍କୁ ଚିହ୍ନିବାରେ ମୋର ଟିକେ ଡେରି ହେଇଗଲା। ଆସନ୍ତୁ ମାଲିକାଣୀ, ମୋ ଘର ଭିତରକୁ ଆସନ୍ତୁ। ସୁନା ଘର, ତ ବୁଦ୍ଧି ଦେଖି ମୁଁ ଆଜି ଅନେକ ଖୁସି ହେଇଗଲି। ମୁଁ ମୋ ଯାଦୁ ଦେଇ ଗୋଟେ ଭଲ ଘର ତିଆରି କରିଛି। ଏମିତି ସେ ଯାଦୁଘର ଚଢ଼େଇ ସୁନା ଘରର ପ୍ରଶଂସା କରି ଘର ଭିତରକୁ ଗଲା। ସେ ସବୁ ଚଢ଼େଇ ମାନଙ୍କୁ ତାଙ୍କ ଜମି ଫେରେଇ ଦେଲା, ଆଉ ସୁନା ଘର ସାହାଯ୍ୟରେ ସମସ୍ତଙ୍କୁ ସାହାଯ୍ୟ ବି କରୁଥିଲା।